ଠାକୁରଙ୍କୁ ବସେଇ ତାଙ୍କର ଗୁଣ କୀର୍ତ୍ତନ କରିବାର ସୁଯୋଗ ପାଇଛୁ ଏବଂ ଆଜିର ଏହି ସୁଯୋଗ ଆମକୁ ଦେଇଛନ୍ତି ଅତି ଆଦରର ନିୟତି ମା ତାଙ୍କର ତଥା ତାଙ୍କ ପରିବାରର ମଙ୍ଗଳ ନିମନ୍ତେ ପରମ ଦୟାଳୁଙ୍କ ଚରଣରେ ମୁଁ ପ୍ରାର୍ଥନା ଜଣାଉ। ଠାକୁରଙ୍କୁ ଆମେ ବସେଇଛୁ ଏବଂ ଅତି ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି। ଠାକୁର ତ ସୁନ୍ଦର, ସେ ତ ଯୋଉଠି ଯେମିତି ବସିଲେ ବି ସୁନ୍ଦର ଦେଖାଯିବ। କେତେବେଳେ ଦେଖାଯିବେ ନା ଯେତେବେଳେ ମୋର ଯଦି ତାଙ୍କ ପ୍ରତି ଭଲ ପାଇବା ଥାଏ, ପ୍ରେମ ଥାଏ। କାରଣ ଆମମାନେ ସମସ୍ତେ ବି ଯେତିକି ଅଛୁ ସମସ୍ତଙ୍କ ଘରେ କିମ୍ବା ବାହାରେ ଆମକୁ କିଏ ଭଲ ଲାଗନ୍ତି କିଏ ଲାଗନ୍ତିନି। ସେଇ ସମୟରେ ମାନେ ଆମେ ଅନୁଭବ କରୁ ଯେ ମୁଁ ତାଙ୍କୁ ଭଲ ପାଇ ବୋଲି ତାଙ୍କୁ ମୋତେ ଭଲ ଲାଗେ। ଆଉ ଜଣଙ୍କୁ ମୁଁ ଯେତେବେଳେ ତାଙ୍କ ବିଷୟରେ କ'ଣ ଶୁଣିଥାଏ ଖରାପ, ଯେ ତାହେଲେ ମୋତେ ଯେ ଖରାପ କଥାଟା ଆସିଲେ ସେଇ ଟାଇମ୍ରେ ମୋତେ ତାଙ୍କୁ ଭଲ ଲାଗେ ନା। ତାହେଲେ ଭଲ ଲାଗିବା ନ ଲାଗିବାର ଉଦ୍ଦେଶ୍ୟ କ'ଣ ଯେ ପ୍ରେମ। ମୁଁ ତାଙ୍କୁ ଭଲ ପାଇ ବୋଲି ଭଲ ଲାଗୁଛି। ଠାକୁରଙ୍କୁ ସେଇଭଳି ମୁଁ ତାଙ୍କୁ ଭଲ ପାଇ ବୋଲି ଆପଣମାନେ ଭଲ ପାଆନ୍ତି ବୋଲି ଆମେ ତାଙ୍କ ଆଗରେ ଆଜି ବସି ତାଙ୍କର ଗୁଣ କୀର୍ତ୍ତନ କରୁଛୁ କି ଠାକୁରଙ୍କୁ ଧରି ଚାଲିଛୁ। ଆମମାନେ ସମସ୍ତେ ଠାକୁରଙ୍କୁ ଧରି ଚାଲିଛୁ। ହୁଏତ କିଏ କେତିକି ମାତ୍ରାରେ କରୁଛି, ମୁଁ ଟିକେ କରୁଥିଲି ଆପଣମାନେ ବେଶୀ କରୁଥିବେ କି ସେ ମା ଆଉ ଟିକେ କରୁଥିଲେ ଆଉ କିଏ ଆଉ ଟିକେ କରୁଥିବେ। କିନ୍ତୁ ଠାକୁରଙ୍କୁ ଧରି ମୁଁ ଯେତେବେଳେ ତାଙ୍କୁ ଧରିଛି ମୋର ଉଦ୍ଦେଶ୍ୟ କ'ଣ କିମ୍ବା